ସାପ ହଉଛି ହିରଣ୍ୟକଶିପୁ ଯେଟା କି ରାକ୍ଷସ କିନ୍ତୁ ସେଇ ଯୋଉ ମାନେ କାହାଣୀଟା ଯେ ଜଣେଇ ଦିଏ କେମିତି ହଉଛି ଦେବ ସନ୍ତାନ ଜନ୍ମ ହେବେ ଭକ୍ତ ସନ୍ତାନ ଜନ୍ମ ହେବେ ଯେ କେବଳ ପିତାମାତାଙ୍କ ସଂଯୋଗ କାଳେ ହେଇଛି ଯାହା ଲେଖିଛି କେବଳ ଠାକୁର ଅନୁକୂଳ ଚନ୍ଦ୍ରକୁ ଜଣେ ମାନେ ଯୋଉଟା ଜଜ୍ ଆଉ ତା ସ୍ତ୍ରୀ ଯାଇକି ବଡ ଦୁଃଖର ସହିତ କାନ୍ଦି କାନ୍ଦି ଗୁହାରି କରୁଥିଲେ ଆଜ୍ଞା ମୋ ପୁଅଟା ବଡ ପୁଅଟା ଆଜ୍ଞା IAS ହେଇକି ମାନେ କଲେକ୍ଟର ହେଇଛି ଦ୍ୱିତୀୟ ପୁଅଟା IPS ହେଇକି SP ହେଇଛି ତୃତୀୟ ପୁଅଟା ଆଜ୍ଞା ଡକାୟତ କରୁଛି ଆଜ୍ଞା ଚୋରି ଡକାୟତ ହାଣିବା ଛଡା ତାର କିଛି କାମ ନାହିଁ ବଡ ଦୁଃଖ ଆଜ୍ଞା ଆପଣ କାହିଁକି କେମିତି ହେଲା ତେଣୁ ଠାକୁର କହୁଛନ୍ତି କାଳେ ସେମିତି କଥା ନୁହେଁ ଆପଣ ଜାଣିଛନ୍ତି ସେଟା କାହିଁକି ହେଲା ନା ଆମେ କେମିତି ଜାଣିବା ନା ଯାଇକି ପଚାରିଲେ ଆପଣ କୁହନ୍ତୁ କୋଉ ଦିନ ସେ ଗର୍ଭରେ ରହିଲେ ମତେ କୁହନ୍ତୁ ସେଇଠୁ ପାଖରୁ ସେ ଯୋଉ ନାରୀ ତାଙ୍କ ସ୍ତ୍ରୀ ଯିଏ ଜଜର ସ୍ତ୍ରୀ ସେ କହିଲା ଆଜ୍ଞା 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 ମୁଁ ବୁଝିଗଲି ନା କଣ ବୁଝୁଛନ୍ତି ଆପଣ କୁହନ୍ତୁ ସିଏ ଯାହା କହିଲା ନିଛକ ସତ କଥା ଯେ ଯୋଉ ଦିନ ସେ ଦିନେ ଘର ଥାନ୍ତି ଜଣେ ଲୋକ ତାଙ୍କ ଘରକୁ ପଶି ଆସିଲା ଏବଂ ମା କହିକି ତାଙ୍କ ଗୋଡ ଧରିକି ଆଉ ଛାଡିଲାନି ମତେ ମା ତମେ ଯଦି ମୋ ମା ହବ ଛାଡିକି ଗୋଡ ଛାଡିବି ତେଣୁ ଏଇ ଅବସ୍ଥାରେ କହିଲେ ହଁ ଠିକ ଅଛି ମୋ ପୁଅ ତ ହେଲୁ ଯଦି ହେଲୁ ଠିକ ଅଛି ମୁଁ ତୋର ମା ତୁ କଥା ଗୁହାରିଟା କହ ନା ଆଜ୍ଞା ଆପଣଙ୍କ ସ୍ୱାମୀଙ୍କ ହାତରେ ଆଜି ମୋର ହଉଛି ମାନେ ଫାଶୀ ଦଣ୍ଡ ଅଛି ମୁଁ ଏଇ ଟାଇପର ଅପରାଧ କରିଛି କେବଳ ଆପଣ ଯଦି ରକ୍ଷା କରିପାରିବେ ନହେଲେ ରକ୍ଷା କେହି କରିପାରିବେ ନାହିଁ ଦୟାକରି ମତେ ଟିକେ ମାନେ ମା ହିସାବରେ ମୁଁ ତ ମା କରିସାରିଲିଣି ତେଣୁ ଆପଣ ମା ମୋର ହେଇଛନ୍ତି ଆପଣ ଟିକେ ମତେ ରକ୍ଷା କରନ୍ତୁ ଯେତେବେଳେ ମା ବୋଲି ପ୍ରତିଶୋଧ ଦେଇଛନ୍ତି ସେଥିପାଇଁ କହିଲା ହଉ ବାପାରେ ତୁ ଯା ମୁଁ ନିଶ୍ଚିତ ଭାବରେ ତ ରକ୍ଷା କରିବାର ବ୍ୟବସ୍ଥା କରିବି ଯେତେବେଳେ ସ୍ୱାମୀ ସନ୍ଧ୍ୟାବେଳେ ଫେରିଛନ୍ତି ତା ପରଦିନକୁ ତାର ଅଛି ଫାଶୀ ଅର୍ଡର ହବ ଅର୍ଡରଟା ବାହାରିବ ତେଣୁ ସ୍ୱାମୀକି ସେ ମାନେ ଖାଇବା ପିଇବା ଭଲ ମନ୍ଦ ଦେଇକି କେବଳ ସ୍ତ୍ରୀଙ୍କ କଥାକୁ ରାତିର ସ୍ୱାମୀ ପାଖରେ ଶୋଇଲା ବେଳେ ଗେଲ କରିକି କହିଲେ ଗୋଟେ କଥାଟା ରୁହେ ତେଣୁ ଏଇ ଅବସ୍ଥାରେ ସ୍ୱାମୀ କହିଛନ୍ତି ମୋର ଗୋଟେ ପୁଅ ତାକୁ ଆପଣ ରକ୍ଷା କରିବେ ନା କେମିତି କଣ ତୋର ପୁଅ କେବେ ଆସିଲା ନା ଏମିତି କଥା ମୁଁ ତ ଗୋଡ ଧରିକି ମା କରିଗଲା ମୁଁ ମା ବୋଲି ସ୍ୱୀକାର କଲି ଆଉ ସେ ପୁଅଟା ହଉଛି ଏୟା ନା କଣ ସେ ପୁଅ ନା ସେ ପୁଅଟାକୁ ବର୍ତ୍ତମାନ ସେ କାଲି ହଉତୁ ଆପଣ ନିଜେ ତାକୁ ଫାଶୀ ଅର୍ଡର ଦେବେ ଏଇଥିରେ ଅପରାଧ କରୁଛି ତା ନାଁ ମୁଁ କେମିତି ସେଇଠୁ ସେ ଜାଣିଗଲେ ଏଇ ଯୋଉ କଥା କହୁ ତାଙ୍କର ଯୋଉ ମିଳନ ହେଲା ସେଇ ମିଳନ ସମୟରେ କୋଉ ଭାବନା ନେଇକି ଯୋଉ ମିଳନ ହୁଏ ସେଇ ଭାବନାରୁ ଯୋଉ ପୁତ୍ର ଜାତ ହେଲା ସେ ଡକାୟତ ଚୋର ହତ୍ୟାକାଣ୍ଡ ଛଡା କିଛି କରିପାରିବ କି ନା ଏଇଟା ସତ କଥା ତେଣୁ ସତ କଥା ନୁହେଁ ଆପଣ କାରଖାନା ଖୋଲିଛନ୍ତି କାରଖାନା କଣ କରିବେ ମତେ କୁହନ୍ତୁ ମୁଁ ଆପଣ ଖରାପ ଭାବିବେନି ମୁଁ ଗୋଟେ ଆପଣ କହୁଛି ମୁଁ ବର୍ତ୍ତମାନ ଭଦ୍ରକରେ ଅଛି ଆପଣଙ୍କ ପାଖକୁ ଯିବାର ମାନସିକତା ଅଛି କିନ୍ତୁ ଯାଇପାରୁନି ମାନେ ଏଠି ମାନେ ମୋ ପୁଅ ଅପରେସନ ହେଇ ପଡିଛି ଯାଇପାରୁନି ତେଣୁ ମୁଁ ଯିବାର ଇଚ୍ଛା ଅଛି କିନ୍ତୁ ଆପଣ କାରଖାନାଟା ଖୋଲିବାର ମୁଁ ଯେତେବେଳେ କ୍ଲିୟର କରି କଥାଟା ବୁଝେଇଦେବି ଶୁଣନ୍ତୁ ଆପଣ ଯୋଉ ଜାଣିପାରୁନାହାନ୍ତି ଯେ ପିତାମାତାଙ୍କ ସଂଯୋଗ କାଳେ ବିହିଜା କପିଲା ଲେଖିଲା କପାଳେ ବୁଝିଲେ କି ତାକୁ କେହି କେବେ ଆନ କରିପାରିବେନି ହେଲା କି କିନ୍ତୁ ଆପଣ ଜାଣନ୍ତୁ କର୍ମ ହଉଛି 3 ପ୍ରକାରର ଗୋଟେ ହଉଛି ପ୍ରାରବ୍ଧ ଗୋଟେ କ୍ରିୟମାଣ ଗୋଟେ ହଉଛି ସଞ୍ଚିତ ବୁଝିଲେ ନା ତୁ ଏଇ ଯୋଉ କ୍ରିୟମାଣ ପ୍ରାରବ୍ଧ କର୍ମ ଆପଣଙ୍କର ପୂର୍ବରୁ ଯାହା ଥାଏ ବୁଝିଲେ ସେହି କର୍ମ ନେଇକିରି ସେ ପିତାମାତାଙ୍କର ପ୍ରକୃତି ସହିତ ମିଶିକିରି ସେ ସଂଯୋଗ ହେଇକି ସେ ପିଲା ଜନ୍ମ ହୁଏ ବୁଝିଲେ କିନ୍ତୁ ସେଇ ଯୋଉ ପ୍ରାରବ୍ଧ କର୍ମଟା ଆପଣଙ୍କର କ୍ରିୟମାଣରେ କିଛି ପରିବର୍ତ୍ତନ ହୁଏ ସେ କର୍ମର ଏ ଜନ୍ମରେ ଯୋଉ କ୍ରିୟମାଣ କରନ୍ତି କିଛି ପରିବର୍ତ୍ତନ ହୁଏ ଯେତେବେଳେ ପରିବର୍ତ୍ତନ ହୁଏ ସେ ପରବର୍ତ୍ତୀ ମୁହୂର୍ତ୍ତରେ ପୁନଶ୍ଚ ଯେତେବେଳେ ଆଉ ଗୋଟେ ଜାଗାରେ ଜନ୍ମ ଗ୍ରହଣ କରେ ସେ ଏ ଜନ୍ମରେ ଯୋଉଟା ହେଇଥିଲା ଆର ଜନ୍ମରେ ତାର କିଛି ପରିବର୍ତ୍ତନ ହେଇଥାଏ କୋଉଟା ପରିବର୍ତ୍ତନ ହେଇଥାଏ ନା ଏଇ ଯୋଉ କ୍ରିୟମାଣ କର୍ମ ଏ କ୍ରିୟମାଣ କର୍ମରେ ଯାହା ସେ କରିଥାଏ ଏଇଟା ତାର ପରଜନ୍ମକୁ ସଂସ୍କାର ହେଇକି ରହେ ପୂର୍ବ ଜନ୍ମରେ ଯାହା ସଂସ୍କାର ହେଇଥାଏ ସେଟା ଏ ଜନ୍ମରେ କ୍ରିୟମାଣରେ କାର୍ଯ୍ୟରେ ପରିଣତ ହୁଏ ଏଇ କ୍ରିୟମାଣ କର୍ମରେ ମନେ କରାଯାଉ ଗୋଟେ ଲୋକ ଚୋର ଡାକୁ ପୁରା ହେଇଛି ବାପା ମାଙ୍କ ଔରସରୁ ଜନ୍ମ ଗ୍ରହଣ କରି ପୁରା ଖରାପ ପ୍ରକୃତିର ହେଇଛି କିନ୍ତୁ ଯଦି ସେ ପରିବେଶରେ ରହି ସାଧୁ ସଙ୍ଗ କରି କିଛି ପୂର୍ବ ଅର୍ଜିତ କର୍ମକୁ ପାର୍ଶ୍ୱ କିଛି ଐଶ୍ୱରିକ କର୍ମ କରେ ଏଇ କ୍ରିୟମାଣ କର୍ମଟା ଆସନ୍ତା ଜନ୍ମକୁ ତାର କଣ ହୁଏ ନା ପ୍ରାରବ୍ଧ ହେଇକି ହୁଏ ଏବଂ ତାର କିଛି ଉନ୍ନତି ହୁଏ ଏ ଜନ୍ମରେ ସେ ଯେତିକି ପରିମାଣରେ କୁସଂସ୍କାର ନଷ୍ଟ ଚରିତ୍ରର ହେଇଥାଏ ଆର ଜନ୍ମରେ ନିଶ୍ଚିତ ତାର ଟିକେ ପରିବର୍ତ୍ତନ ହୁଏ ଏମିତି ପରିବର୍ତ୍ତନ ହେଇ ଯେତେବେଳେ ସେ ତାର କିଛି ଜନ୍ମ ବିତିଯାଏ ତାପରେ କଣ ହୁଏ ନା ତାର ପୂର୍ଣ୍ଣତା ଆସେ ଏବଂ ସେ ଈଶ୍ୱର ପ୍ରାପ୍ତି ହୁଏ ତେଣୁ ଏଇଟା ହିଁ ହଉଛି ମଣିଷ ତିଆରି କାରଖାନା ଏଟା କହିଲେ ଏକବାର ସତ କଥା କିନ୍ତୁ ଏଟା କେତେ ଜନ୍ମ ପରେ ଆଶା କରିବା କହିହବନି ଆଜ୍ଞା ଗୋଟେ କଥା କହିହବନି ଏଇ ଜନ୍ମରେ ଯୋଉ କହୁଛନ୍ତି ଯେ ସିଏ ଯେ ପୂର୍ବ କଥା ଗୁଡାକୁ ଛାଡିକି ନୂଆଟାକୁ ଧରିବ ସାଧୁ ସଂଘରେ ମିଶିକି ସେଟା ବି ସହଜ କଥା ନୁହଁ ନା
କିନ୍ତୁ କିନ୍ତୁ ଆଜ୍ଞା ଯେ ଆମେ କାହିଁକି ନିଶ୍ଚୟ ଯେ ମାନେ ସଂସାରୀ ଲୋକ ସେଇମାନଙ୍କ ଭିତରୁ ମାନେ ଯେମାନେ ସେଇମାନଙ୍କୁ ଆପାତତଃ ଯେ ପିଲାମାନେ ସ୍କୁଲରେ ପାଠ ପଢୁଛନ୍ତି ବିଦ୍ୟାଳୟ ସେ ପିଲାମାନଙ୍କୁ ହୁଏତ ପଢିବା ସମୟରେ ଯୋଉ ଏଇ ଜ୍ଞାନଟା ଯଦି ବିସ୍ତାରିତ ଆକାରରେ ଦିଆଯାଏ ତାପରେ ସେମାନେ ପାଠ ପଢି ସାରିଲା ପରେ ଅର୍ଥ ରୋଜଗାର କରିବେ। ଅର୍ଥ ରୋଜଗାର ପରେ ହୁଏତ ଗୋଟେ ରୋଜଗାର ନ କଲେ ବାହା ହେଇପାରିବେ ନାହିଁ। ତେଣୁ ହଜାର ହଜାର ପିଲା ଭିତରୁ ଜଣେ କେହି ହୁଏତ ବୁଝିବ ନିଶ୍ଚୟ। ଜଣେ ଜଣେ ବୁଝିବା ପିଲା ଭିତରୁ ଜଣେ ଜଣେ କେହି କରିବ ନିଶ୍ଚିନ୍ତ ଏବଂ କରିବେ ହଜାର ହଜାର କରିବା ପିଲା ଭିତରୁ ଜଣେ ଜଣେ ପାଇବେ ତତ୍ତ୍ୱରେ ବୁଝିବେ। ଆଜ୍ଞା ଏଇ ଯୋଉ ଜିନିଷଟା ଦ୍ଵାରା ମୁଁ ଭାବୁଛି ଯୋଉଟା କି ଜନ୍ମ ସଂସ୍କାରକୁ ଯଦି ଆମେ ଜନ୍ମ ସଂସ୍କାରଟାକୁ ଆମେ ଯଦି ପରିବର୍ତ୍ତନ କରି କରି ଚାଲିବା ସହଜରେ ହୁଏତ ଦେବ ସନ୍ତାନ ଜନ୍ମ ହେଇପାରିବେ ନିଶ୍ଚୟ। ତେଣୁ ହୁଏତ ଆପଣଙ୍କ ମାଧ୍ୟମ ଆପଣଙ୍କ ମାଧ୍ୟମରେ ହବ ଯେ ସେଟା ବହୁ ଜନ୍ମ ପରେ ସେଇ ଜିନିଷଟା ଅଛି କିନ୍ତୁ ଏଇଟାରେ ହୁଏତ ଏଇଟିକ ଜିନିଷଟା ବହୁତ ଶୀଘ୍ର ପରିବର୍ତ୍ତନ ହବାର ସମ୍ଭାବନା ଅଛି। ଯୋଉଟା କି ଗୋଟେ ଜନ୍ମରେ କି ଗୋଟେ ରାକ୍ଷସ ପାଖରୁ ପ୍ରହ୍ଲାଦ କଥା ତ ଆପଣ ଜାଣିଛନ୍ତି ଆପଣଙ୍କୁ ପୁରାଣ କଥା କହିବାଟା ଆମର ମାନେ ଭୁଲ ହବ ତଥାପି ଟିକେ ସଂକ୍ଷେପରେ କହୁଛି ଯେ ମାନେ ଇଏ ଆମର ହିରଣ୍ୟକଶିପୁକୁ ଚିନ୍ତା କଲେ ମୋ ଭାଇ କି ଯିଏ ମାରିଛି ମୁଁ ତାକୁ ମାରିବି। ହିରଣ୍ୟାକ୍ଷକୁ ମାରିଛନ୍ତି ବିଷ୍ଣୁ ଇଏ ଦି ଭାଇ ଜୟ ବିଜୟ ତେଣୁ ଗୋଟେ ଭାଇକି ମାରିଛନ୍ତି ଆଉ ଗୋଟେ ଭାଇକି ମାରିବେ। ତେଣୁ ଏଇ ଦୃଷ୍ଟିରୁ ସେ ମାରିବାକୁ ଦୂର ଥାଉ ଇଏ ଶିବଙ୍କୁ ତପସ୍ୟା କରିବି ଘୋର ଜଙ୍ଗଲ ଭିତରକୁ ଦୈନିକ ଯାଏ ସକାଳୁ ବାହାରିଯିବ ସନ୍ଧ୍ୟାବେଳେ ତପସ୍ୟା କରିକି ଆସେ। ଗୋଟେ ଦିନ ଯାଉଛି ଅଧବାଟରେ ଗୋଟେ ଗଛ ଉପରେ ଗୋଟେ ତୋତାଟେ କହୁଛି ନାରାୟଣ 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 ତୋତା କହୁଛି ସେତେବେଳେ ତ ପଶୁ ପକ୍ଷୀ କଥା କହୁଥିଲେ। ତେଣୁ ଏଇ କଥାଟା ଶୁଣିକି ବୋଲା ଆଜି ବଡ ଅଶୁଭ ଯାହାର ନିଧନ ପାଇଁ ମୁଁ ଏତେ ଚିନ୍ତା କରିକି ତପସ୍ୟା କରିବା ପାଇଁ ଯାଉଛି ତା କଥାଟା ତା ନାଁଟା ଉଚ୍ଚାରଣ ଶୁଣିଲି ମାନେ ଆଜି ହଉଛି ଅଶୁଭ ତେଣୁକୁ ଘରକୁ ଫେରି ଆସିଛନ୍ତି। ତେଣୁ ତାର ସ୍ତ୍ରୀ କହିବା ତୁ ଭାରି ଭକ୍ତିପତି ବିଷ୍ଣୁ ଭକ୍ତ ସେ ପଚାରେ ସ୍ୱାମୀ ଆଜି କାହିଁ ଶୀଘ୍ର ପଳେଇ ଆସିଲେ ନା ଆଜି ବଡ ଅଶୁଭ ଦିନଟାରେ ଆଜି ବଡ ଅଶୁଭ ଦେଖିଲି ପଳେଇ ନା କଣ ଅଶୁଭ ନା ଗୋଟେ ତୋତା ଗଛ ଉପରେ ବସିକି କହିଲା ଆଜ୍ଞା ନାରାୟଣ 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 ଏଇଟା ସ୍ତ୍ରୀ ଶୁଣିଗଲା ତେଣୁ ଜାଣିଗଲା ଆଚ୍ଛା ଆଚ୍ଛା ଆଚ୍ଛା। ତାପରେ ଖାଇବା ପାଇଁ ଦିପହର ଦେଲା ତାପରେ ସନ୍ଧ୍ୟାବେଳେ ଯାହା ଯାହା କର୍ମ ସରିଲା ରାତିରେ ଶୋଇବା ପୂର୍ବରୁ ସିଏ ଯେତେବେଳେ ପଚାରୁଛି ସ୍ୱାମୀ ସେ ମାନେ ତୋତା କଣ କହିଲା ନା କେତେ ଥର ତୁ ମତେ ପଚାରିବୁ କେତେ ଥର ମୁଁ କହିବି ସେ କହିଲା ପରା ନାରାୟଣ 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 ଏରିକ କହିକି ବହୁତ ଥର ଜପିବା ଭିତରେ ଦି ଜଣଙ୍କର ସମ୍ଭୋଗ ହେଇଛି। ତେଣୁ ସେଇଠି ବିଷ୍ଣୁ ଭକ୍ତ ନିଶ୍ଚୟ ପ୍ରହ୍ଲାଦର ଜନ୍ମ ହେଇଛି ତାଙ୍କର ଏଇ ସବୁ ପରିବେଶକୁ ବାପା ମାଙ୍କର ଇଏ ଯୋଗୁ ଏଇ ଯୋଉ ଜିନିଷ ଆଧାରରେ ବିଭିନ୍ନ ପ୍ରକାର କଥାକୁ ନେଇକି ଗୋଟେ ବିଷୟବସ୍ତୁ ତିଆରି କରି ଯେ ପାଠ୍ୟକ୍ରମ ଆକାରରେ ଗୋଟେ ସ୍କୁଲ ମାନଙ୍କର ଯଦି ପ୍ରବର୍ତ୍ତନ କରାଯାଆନ୍ତା ହଜାର ହଜାର ପିଲା ଭିତରୁ କେହି ଜଣେ ବୁଝନ୍ତା ସେଇ ହଜାର ହଜାର ବୁଝିବା ଭିତରୁ କେହି ଜଣେ କରନ୍ତା ହଜାର ହଜାର କରିବା ଭିତରୁ କେହି ଜଣେ ପାଆନ୍ତା ଏଇ ଦେବ ସନ୍ତାନ ଏତେ ସହଜ ଉପାୟ ବୋଲି ଆଜ୍ଞା ମୁଁ ଭାବୁଛି ନହେଲେ ଆଉ କିଛି ବାଟ ନାହିଁ। ଏଇଟା ଭଲ କଥା ଆପଣ ଯୋଉଟା ଭାବୁଛନ୍ତି ଏଟା ଉତ୍ତମ କଥା ସୁନ୍ଦର କଥା। ନା କାହିଁକି ମୁଁ ଭାବୁନି ଏଇଟା ଆଜ୍ଞା ମୋ ଜୀବନରେ କରିକି ଦେଖିଛି ମୋ ପୁଅ ଝିଅ ଯୋଉଟା ସେଇଟା ମୋ ଝିଅ ହଉଛି କାଳୀଙ୍କର ଆଶୀର୍ବାଦରୁ ମୋ ପୁଅ ଇଏ ଆମର ଇଏ ଇଏ ବାବାଙ୍କର ଆଶୀର୍ବାଦରୁ ତେଣୁ ତାଙ୍କ ପାଖରୁ ପୁତ୍ର ସନ୍ତାନ ସେମାନେ ଆସୁଛନ୍ତି ଏମାନେ ଅସମ୍ଭବ ମାନେ ବିଚକ୍ଷଣ ଏଇ ଗୋଟେ 10 ବର୍ଷର ଗୋଟେ ହଉଛି 5 ବର୍ଷ ଦି ଜଣ ପାଠ ପଢୁଛନ୍ତି ତାଙ୍କର ବିଚକ୍ଷଣତା ଏଇ ଜିନିଷଟା ମୁଁ ଧାରାଟାକୁ ଆପାତତଃ ମୋ ଜୀବନର ଧାରାଟାକୁ କାର୍ଯ୍ୟକାରୀ ଆଣିକି ଏଇ ଜିନିଷ ଉପକୃତ ହେଇଛି ବୋଲି ଏ ଧାରାଟାକୁ ସମ୍ଭବ ବୋଲି ମନେ କରିଛି। ନା ବଢିଆ କଥା ଚିନ୍ତା କରିଛନ୍ତି ବହୁତ ସୁନ୍ଦର କଥା ଭଲ ଲାଗିଲା। ତେଣୁ ଜିନିଷ ଆପଣ ଯଦି ବି କେଠି ମଣିଷ ତିଆରି କାରଖାନା କରିବେ ହୁଏତ ଏ ବୁଢା ମାନଙ୍କୁ କହିକି କିଛି ଲାଭ ନାହିଁ ଆଜ୍ଞା। ଯାହାକୁ ଆଖିକି ଦେଖାଯାଉଛି ତା କାନକୁ ଶୁଭୁନି ତା ଚମ ଧୁକୁଡି ଗଲାଣି ଚାଲି ପାରୁନି ସେ ବୁଝି ପାରୁନି ସ୍ମରଣ ଶକ୍ତି ନାହିଁ ତାକୁ କହିକି ଲାଭ ନାହିଁ କିଛି ଲାଭ ବରଂ କମ ବୟସର ପିଲାମାନଙ୍କୁ ସେଦିନ ଗଜପତି ଆସିଥିଲେ ଗୋଟେ ବଡ ଆପଣ ଗୁଣ୍ଡିଚା ମନ୍ଦିର ପାଖରେ ଅଛି ଆପଣଙ୍କର ଭାଗବତ ଆଶ୍ରମ ଆମ ସମସ୍ତଙ୍କୁ ଶହ ଶହ ଆମକୁ ସାଧୁମାନଙ୍କୁ ନିମନ୍ତ୍ରଣ ହେଇଥିଲା ତେଣୁ ଆମେ ଯାଇଥିଲୁ ଗଜପତି ବଡ ବଡ ବକ୍ତା ସବୁ ଆସିଛନ୍ତି ସେଠି ହଉଛି ଗୋଟେ ଉଦ୍ଯାପନୀ ସମାରୋହ ତେଣୁ ଗଜପତି ମଧ୍ୟ ଆସିছে ସମସ୍ତେ ଭାଷଣ ଦେଇ ସାରିଲା ପରେ ଗଜପତି ଭାଷଣ ଦେବା ପୂର୍ବରୁ ସମ୍ବୋଧନ କରିଦେଲେ ଆଜ୍ଞା ସଭାପତି ଭଲ ମନ୍ଦ ଅତିଥି ସାଧୁ ସନ୍ଥ ସମସ୍ତଙ୍କୁ ସମ୍ବୋଧନ କଲା ପରେ ସେ ଆଜ୍ଞା ଅନଉଛନ୍ତି ସମସ୍ତଙ୍କୁ ଆରେ କାହିଁ ମୁଁ ତ ଦେଖିବା ପାଇଁ ପାଉନି ଆଶ୍ଚର୍ଯ୍ୟ କହୁଛି ଇଏ କଣ 5 ମିନିଟ୍ ଧରିକି ଅନଉଛନ୍ତି ସାମ୍ନାକୁ କାହାକୁ ଖୋଜୁଛନ୍ତି କି ଏଇ ଯୋଉ ଖୋଜିବା ଭିତରେ ଶାସନ କହିଲେ ଆଜ୍ଞା 5 ମିନିଟ୍ ପରେ ଲୋକ କରିକି ଗଜପତି ପାଗଳା ହେଇଗଲେ କି ଇଏ କଣ ଖୋଜୁଛନ୍ତି ପାଉନାହାନ୍ତି ଅନଉଛନ୍ତି ସାମ୍ନାକୁ ଏକଡ ସେକଡ ଦେଖୁଛନ୍ତି ସେଇଠୁ ଗଜପତି କହିଲେ ଆଜ୍ଞା ମୁଁ କାହାକୁ ଖୋଜୁଛି ଜାଣିଛନ୍ତି 40 ବର୍ଷରୁ କମ ଗୋଟେ ବ୍ୟକ୍ତି ଏଠି ବସିଥିବାର ମୁଁ ଦେଖିବା ପାଇଁ ପାଇଲି ନାହିଁ
ଏ ବୁଢା ମାନଙ୍କୁ କହିକି କିଛି ଲାଭ ନାହିଁ, ଯେମାନଙ୍କର ଆଖିକି ଦେଖାଯାଉନି, କାନକୁ ଶୁଭୁନି, ଯେମାନଙ୍କର ସ୍ୱର୍ଣ୍ଣ ଶକ୍ତି ବିଲୁପ୍ତ ହେଲାଣି, ଯେମାନଙ୍କର ଚାଲିବାର ଶକ୍ତି ନାହିଁ, ଏଇ ବୁଢା ମାନଙ୍କୁ କହିକି କଣ ହବ ଆଜ୍ଞା? ଆପଣ ଏଇ ଯୋଉ ଭାଗବତ ଚର୍ଚ୍ଚା ପିଲାମାନଙ୍କୁ କହିଲେ ହୁଏତ କେଇମାନେ ହୁଏତ ଗ୍ରହଣ କରିକି ଜୀବନ ଆଦର୍ଶ ବୋଲି ଭାବିକି ତାଙ୍କ ଜୀବନ ଗଠନ କରିବେ। ଏଇ ବୁଢା ମାନଙ୍କୁ କାହିଁକି ଆପଣ ଡାକିଛନ୍ତି, କାହିଁକି କହୁଛନ୍ତି? ଆଉ ଏ ସାଧୁ ଗୁଡାକୁ କାହିଁକି ଡାକିଛନ୍ତି? ଏଗୁଡା କେହି ଧଡରା ବୁଢା, ଏଗୁଡାଙ୍କର ଜ୍ଞାନ ନାହିଁ, ଅଜ୍ଞାନୀ। ବୁଝିପାରୁଛନ୍ତି ତ କଥାଟା? ତେଣୁ ଆପଣଙ୍କୁ କଥା ଗୁଡା ପ୍ରବଚନ ମୁଁ ସବୁବେଳେ ଶୁଣେ, ଏଇ ବର୍ତ୍ତମାନ ଶୁଣି ସାରିଲା ପରେ କହୁଛି ଯେ ଆପଣ କହୁଛନ୍ତି ମାନେ ଦି ଜଣ କହୁଛନ୍ତି କେହି ଗୋଟେ ଖୋଲିଲେ ନାହିଁ ମଣିଷ ତିଆରି କାରଖାନା। ଯାହା ଆପଣଙ୍କୁ ଫୋନ କଲା ପରେ କହିଲେ ପୁରୀର ଗୋଟେ ଖୋଲାଯିବ। ଯାହା ମୁଁ ଆପଣଙ୍କୁ ଯୋଗାଯୋଗ କରିବି। ମୁଁ ତ ପୁରୀରେ ରହୁଛି ସିଂହଦ୍ୱାର ପାଖରେ ବଡାଖେଡା ମଠ। ଆଉ ତେଣୁ ସିଂହଦ୍ୱାର ଥାନା ଯେଟା ସେ ଭିତରେ ଆମର ରହିବା ପାଇଁ ସରକାରୀ ଆମକୁ ଘର ଦେଇଛନ୍ତି। ଆମେ 5ଟା ଘର ଭିତରୁ ଆମେ ଗୋଟେ ରୁମ ରହୁଛେ। ତେଣୁ ନିଶ୍ଚିତ ଭାବରେ ଆପଣ ଯଦି କେତେବେଳେ ଯାଆନ୍ତି ଆପଣଙ୍କର ନିଶ୍ଚୟ ପ୍ରୋଗ୍ରାମ ହବ, ମୁଁ ନିଶ୍ଚୟ କରିବି। କିନ୍ତୁ ଆପଣ ଗୋଟେ କହିଥିଲେ ଏଇ ଯୋଉ ସ୍ମରଣ ଶକ୍ତି ରଖିବାର ଗୋଟେ ବଢିଆ ସୂତ୍ର ଗୋଟେ କହିଥିଲେ, ଗୋଟେ ଶ୍ଲୋକ, ସେଇଟାର ଶୋକଟା ଯୋଉ ହଠାତ୍ ମୋର ମନେ ପଡିଲାନି, ଶୋକଟା ମୁଁ ଅଭ୍ୟାସ କରିଥିଲି। ଏଇଟା ତ ଆମ ପାଇଁ ଦରକାର ନାହିଁ, କମ ବୟସର ପିଲାମାନେ ଯେମାନେ ପାଠ ପଢୁଛନ୍ତି, ସେଇମାନେ ହୁଏତ ଶିଖିଲେ ହବ। ସେଇଟାକୁ ଏଇ ନାତି ନାତୁଣୀ ଗୁଡା 5-10 ବର୍ଷ ହେଇଛନ୍ତି ତ, ତାଙ୍କୁ କଣ କହିହବ କି କହିହବନି, ମନେ ରଖିବେ କି ନାହିଁ ଚିନ୍ତା କରୁଛି। ଆପଣ ଶୁଣନ୍ତୁ, ସେ ଯୋଉ ସ୍ମରଣ ଶକ୍ତି ଛାଡିବାର 2ଟା ମନ୍ତ୍ର ମୁଁ ଛାଡିଥିଲି ନା, ଗୋଟେ ମୁଁ ପାଇଛି। ଯୋଉଟା ପାଇଛନ୍ତି ପଞ୍ଚବୀଜ ମନ୍ତ୍ର ବୋଧେ ହେଇଥିବ। ନାଇଁ, ଓମ୍ ପ୍ଲିଂ ଘ୍ଲିଂ କ୍ଲିଂ ଶ୍ଲିଂ ଘ୍ଲିଂ ଶୂନ୍ୟ ବ୍ରହ୍ମଣେ ନମ, ବୁଝିଲେ? ନା ସେଟା ନା, ସେ ଯୋଉ ସାରଳା ମନ୍ତ୍ର, ସେ ମନ୍ତ୍ରରେ ଗ୍ୟାରେଣ୍ଟି ନାହିଁ, କାହିଁକିନା ସେଟାକୁ ମୁଁ ପରୀକ୍ଷା କରିନି। ସେଟା ଗୋରଖନାଥଙ୍କର ବୋଲିକି ମୁଁ ଛାଡିଛି, ଲେଖିଦେଇଛି। କିନ୍ତୁ ଏଇ ମନ୍ତ୍ରଟା ମୋର ପରୀକ୍ଷିତ, ବୁଝିଲେ? ଏଇ ଯୋଉଟା କନ୍ଦର୍ପ ମନ୍ତ୍ର, ଆପଣ ଏଇ ମନ୍ତ୍ର ଛୋଟ ଛୁଆ ଯଦି ସେଇଟା ତ କନ୍ଦର୍ପ ମନ୍ତ୍ର ଆପଣ ଯେଟା ମୁଁ ଶୁଣିଛି, ଯେଟା ଓଂ ହ୍ରିଂ କ୍ଲିଂ ମାନେ କନ୍ଦର୍ପାୟ କଣ ଓଂ କ୍ଲିଂ କାମଦେବ ବିଦ୍ମେ ପୁଷ୍ପବଣେ ଧୀମହି ତନ୍ନୋ ପ୍ରଚୋଦୟାତ୍। ଆଜ୍ଞା। ଏଟା ହଉଛି କନ୍ଦର୍ପ ଗାୟତ୍ରୀ। ତାମାନେ ଏଇ ଗାୟତ୍ରୀଟାକୁ ସ୍ମରଣ କରିବେ, କିନ୍ତୁ ମନ୍ତ୍ର ହଉଛି ଓಂ କ୍ଲିଂ 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 ଶ୍ଲିଂ ଘ୍ଲିଂ ଶୂନ୍ୟ ବ୍ରହ୍ମଣେ ନମ। ଏଇଟା ହଉଛି ମନ୍ତ୍ର। ତାମାନେ ପ୍ରତ୍ୟେକ ମନ୍ତ୍ରର ଗାୟତ୍ରୀ ସ୍ମରଣ ନ କଲେ ମନ୍ତ୍ର ସିଦ୍ଧ ହୁଏ ନା। ତେଣୁ ମୁଁ ଏ କନ୍ଦର୍ପ ମନ୍ତ୍ରର ଗାୟତ୍ରୀଟାକୁ ମୁଁ ଦେଇଛି, ତାକୁ 5 ବାର ଖାଲି ସ୍ମରଣ କରିଦେବେ, ତାପରେ ମନ୍ତ୍ର ପଢିବେ ଏଇଟାକୁ। ଏଇ ମନ୍ତ୍ରଟାକୁ ପଢିବେ। ଆଉ ଟିକେ ସ୍ଲୋରେ କହିଲେ, ଏଟା ଟିକେ ସ୍ଲୋରେ କହିଲେ। ମୁଁ ଟିକେ ରେକର୍ଡିଂ କରିନାହିଁ, ବୁଝିଲେ? ଲେଖିନି। ଆଚ୍ଛା ଆପଣ ଓଂ